ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡ ଅଧୀନରେ ଗତ 22 ତାରିଖ ଦିନ କଲରାପତରିଆ ବାଘ ଛାଲ କିଣାବିକା କରୁଥିବା ସମୟରେ ଖରିଆର ଫରେଷ୍ଟ ପକ୍ଷରୁ ଚଢ଼ାଉ କରି 5 ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ରମେଶ ମାଝୀ ଜୁନାନୀ, ଯଦୁ ପହରିଆ ଚାନ୍ଦପଲା, ଚିନୁ ପହରିଆ ହରିପୁର, ପବିତ୍ର ମାଝୀ ମାଲପଡ଼ା, ତୁଳସୀରାମ ପରାଭୟ ଭୋଜପୁର। ସେମାନଙ୍କୁ ବନଖଣ୍ଡ ଆଇନ ଧାରା ଅଣ୍ଡର ସେକ୍ସନ 9, 39, 44, 49A, 49B ରେ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଖରିଆର ଏସିଆଫ ମହମ୍ମଦ ସାଲିହା, ରେଞ୍ଜର ସଂସ୍କୃତା ବଡ଼ନାୟକ, ଫରେଷ୍ଟର କନ୍ଦର୍ପ ସୁନାନୀ, ନରେଶ ଜନସେନା, ମିତାରାଣୀ ସାହୁ, ପ୍ରସନ୍ନ ହଂସ ପ୍ରମୁଖ ସାମିଲ ଥିଲେ। ଆସନ୍ତୁ ଏ ନେଇ ବନଖଣ୍ଡ ଅଧିକାରୀ କ'ଣ କହୁଛନ୍ତି ତାଙ୍କଠାରୁ ସିଧା ପ୍ରତିକ୍ରିୟା ନେବା। 22 ତାରିଖ ଦିନ ଆମେ ଗୋଟେ ଅପରେସନ୍ କରିଥିଲୁ ଯେଉଁଥିରେ 2 ଜଣ ଅଭିଯୁକ୍ତଙ୍କୁ କଲରାପଥରିଆ ବାଘ ଛାଲ ସହିତ ଧରାଯାଇଛି ହରିପୁର ଗାଁରୁ। ତାଙ୍କୁ ଆଣି ଆମେ ପଚରାପଚରି କଲା ପରେ ଆଉ 3 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆମେ ଧରିଛୁ। ତ ଟୋଟାଲ ଏବେ 5 ଜଣ ଆମ କଷ୍ଟଡିରେ ଅଛନ୍ତି ଯେଉଁମାନଙ୍କୁ କୋର୍ଟ ଚାଲାଣ କରାଯିବ। ଆଉ ଗୋଟେ ଲେପର୍ଡ ସ୍କିନ୍, 2ଟା ବାଇକ୍ ଆଉ 5ଟା ମୋବାଇଲ ଫୋନ୍ ମଧ୍ୟ ଆମେ ଜବତ କରିଛୁ। ଆଉ 2 ଜଣ ଫେରାର ଅଛନ୍ତି ଯେଉଁମାନଙ୍କୁ ଧରିବାର ଉଦ୍ୟମ ଚାଲିଛି। ୟାର ପାଇଁ ଇନଫର୍ମେସନ୍ ଆମକୁ ଉଦନ୍ତୀ ସୀତାନଦୀ ଟାଇଗର ରିଜର୍ଭର ଷ୍ଟାଫ୍ ମାନେ ଦେଇଥିଲେ, ଯାହାକୁ ବେସ୍ କରିକି ଆମେ ଏହି ଅପରେସନଟା କରିଥିଲୁ। ଡିଲ୍ଟା ହରିପୁର ଗାଁରେ ହେଇଥିଲା। ଆଉ ଡିଲ୍ ହେଲା ବେଳେ ହିଁ ସେମାନଙ୍କୁ ଧରାଯାଇଥିଲା। ସେଇଟା ଆମେ ଏବେ ଆହୁରି ଖୋଜାଖୋଜି କରୁଛୁ। ଆଉ ଯାହା ଯେତେବେଳେ ଇନଫର୍ମେସନ୍ ଆସିବ ଆମେ ନିଶ୍ଚୟ ଆପଣମାନଙ୍କୁ ଜଣାଇବୁ। କେତେଟା ବାଘ ଛାଲ ଥିଲା, ଗୋଟେ ଧରା ପଡ଼ିଛି। ଆମେ ଫର୍ଦର ଇଣ୍ଟରୋଗେସନ୍ ବି କରୁଛୁ କି ଖୋଜାଖୋଜି କରୁଛୁ କି ଆଉ କିଛି ଥାଇପାରେ କି। ଏବେ ଯାଏଁ ଏମିତି ଆମକୁ ସୂଚନା ମିଳିନି, କିନ୍ତୁ ମିଳିଲେ ଆମେ ନିଶ୍ଚୟ ତା ଉପରେ କାର୍ଯ୍ୟାନୁଷ୍ଠାନ କରିବୁ।